and all of these wonderful brothers and sisters in Christ. ଖ୍ରୀଷ୍ଟ ଯୀଶୁଙ୍କର ଭାଇ ଭଉଣୀମାନେ ମଞ୍ଚାସୀନ ସମସ୍ତେ ପୁଣି ଆମର ପ୍ରଫେଟ ଏବଂ ଯେତେ ଜଣ ଆପଣ ଆସିଛନ୍ତି ସମସ୍ତଙ୍କୁ ଆମେ ହୃଦୟର କୃତଜ୍ଞତା ଜଣାଉଛୁ। This is my third time to India, ଭାରତକୁ ଏହା ହେଉଛି ମୋର ତୃତୀୟ ସ୍ଥର। and this is a beautiful country. ଏହା ହେଉଛି ସବୁଠୁ ସୁନ୍ଦର ଦେଶ। Truly, you are the most beautiful people in the world. ଆଉ ସାରା ବିଶ୍ୱରେ ଆପଣମାନେ ସବୁଠୁ ସୁନ୍ଦର ସୁନ୍ଦରୀ ଲୋକ ଅଟେ। ହାଲେଲୁୟା। I feel the spirit of love here today. ଆଜି ଆପଣଙ୍କର ପ୍ରେମର ପ୍ରକାଶ ବ୍ୟକ୍ତି ଏମିତି ଅଛୁ ଯେଉଁମାନେ କି ମଣ୍ଡଳୀ ଯିବା ପାଇଁ ଇଚ୍ଛା କରୁ କିନ୍ତୁ ମାଣ୍ଡଳିକ ଜୀବନକୁ କାଟି ନଥାଉ। ରିଭାଇଭାଲ ମିଟିଂ କୁ ଯିବା ପାଇଁ ଇଚ୍ଛା କରୁ କିନ୍ତୁ ଆଉ ଜଣକୁ ଠିଆ କରିବା ପାଇଁ ଆମର ଇଚ୍ଛା ନଥାଏ। ଜଣ ଜଣକୁ ଗଠନ କରିବା ପାଇଁ ଇଚ୍ଛା ନଥାଏ। ଆମେ ଈଶ୍ୱରଙ୍କର ବାକ୍ୟ କହିବା, ମନେ ରଖନ୍ତୁ ମୋ ପ୍ରିୟ ଲୋକମାନେ, ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ପୁଣି କାର୍ଯ୍ୟ ସାଧକ ଅଟେ। ଆଉ ଈଶ୍ୱରଙ୍କର ବାକ୍ୟ ଯଦି ଆମ ଜୀବନରେ ରହିଛି ତାହେଲେ ଆମେ ମୃତ ହୋଇପାରିବା ନାହିଁ। ଆମେ ଆଶୀର୍ବାଦର ପାତ୍ର ହେବା। এই ଜଗତରେ ଆପଣ এই ଯୋଉ ଇଣ୍ଟର ଏରିଆରେ ଆପଣ ଯୋଉ ସଭା କରିଛନ୍ତି ତାହା ମଧ୍ୟ ଈଶ୍ୱରଙ୍କର ବାକ୍ୟ ଅଛି। ଆଉ ତାହା ହେଉଛି କଣ? ନଗର, ପର୍ବତ ଉପରେ ନଗର ସ୍ଥାପିତ, ନଗର ତୁଲ୍ୟ ତୁମେ ଜ୍ୟୋତି ଅଟ। ପ୍ରେଜ୍ ଦ ଲର୍ଡ। ମାଣ ମାନେ ଦୀପ ଜାଳି ମାଣ ଭିତରେ କିଏ ରଖିବେ ନାହିଁ। ହାଲେଲୁୟା, ହାଲେଲୁୟା। ଆମେ ଦେଖିବା ତୃତୀୟ ଯୋଗ୍ୟ ବିଧି, ଆଉ ତାହା କଣ? ତୃତୀୟ ମହାମାରୀ 41 ପର୍ବ ତାର 54 ରୁ 57। ଆଦି ପୁସ୍ତକ 41 ପର୍ବ ତାର 54 ରୁ। ପୁଣି ଯୋସେଫଙ୍କ ବାକ୍ୟାନୁସାରେ ଦୁର୍ଭିକ୍ଷର 7 ବର୍ଷର ଆରମ୍ଭ ହେଲା। ତହିଁରେ ଅନ୍ୟ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିଶର ଦେଶରେ ତାହାର ଥିଲା ଆହାର ଥିଲା। ପୁଣି ସମୁଦାୟ ମିଶର ଦେଶରେ ଆହାର ଥିଲା। ଯୋସେଫଙ୍କ ସମୟରେ ଦୁର୍ଭିକ୍ଷ ହେଲା, ମହାମାରୀ ହେଲା। ଆଶ୍ଚର୍ଯ୍ୟର ବିଷୟ, এই দুর্ভিক্ষ মহামারী হেবা পূর্বরু পরমেশ্বর সেই রাজাকে কোন কলে? দর্শন দেলে। হেলে দর্শনকু রাজা বুঝি পারিলে নাই। দর্শনকু বুঝিবা পাই গোটে ধার্মিক ব্যক্তির আবশ্যক পড়িলা, যে কি যোসেফ ଥିଲେ। যোসেফ সেতেবেলে ধার্মিক হেলে যেতেবেলে ସେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବା ପାଇଁ ସାଂସାରିକ ବିଳାସକୁ ତୁଚ୍ଛ କରୁଥିଲେ। ଶରୀରର ଲାଳସା ବ୍ୟଭିଚାରକୁ ତୁଚ୍ଛ କରିକି ଉଲ୍ଲଂଘନ ଅବସ୍ଥାରେ ସେ ନଗରରେ ଧାଇଁକି ପଳେଇଲେ, କିନ୍ତୁ ପାପ କଲେ ନାହିଁ। ଆଉ ସେ ଯୋଉଠି ପାଦ ଦେଲେ ସେ ଜାଗା ଆଜି ବି ଧନୀ ରାଷ୍ଟ୍ର ଅଟେ। ଆଜି still today ଆଜି ବି ଧନୀ ରାଷ୍ଟ୍ର ଅଟେ। UAE ର କ୍ଷତି ହେବ ନାହିଁ। କଣ ପାଇଁ? ପ୍ରଭୁ ଯୀଶୁ ପେଟ ଭିତରେ, ମରିୟମ ମାତାଙ୍କ ପେଟ ଭିତରେ ଥିଲାବେଳେ ବି ଭିଜିଟ କରିଥିଲେ। ବାଇବଲର ଲୋକମାନେ, ଅବ୍ରାହମ, ଅନେକ ପରମେଶ୍ୱରଙ୍କର ଦାସମାନେ ସେ ଦେଶରେ ଭିଜିଟ କରିଥିଲେ। ସେମାନଙ୍କୁ ସୁରକ୍ଷା ଏମାନେ ଦେଇଛନ୍ତି, ସେମାନଙ୍କୁ ଦାନ ଏମାନେ ଦେଇଛନ୍ତି। ଏହି ମହାମାରୀ ଏକ ଦର୍ଶନ ସହିତ ଜଡ଼ିତ। ଆଉ ଆମେ ଯାହା ତୃତୀୟ ମହାମାରୀ ବିଷୟରେ ଆମେ ଶୁଣୁଛୁ, ପ୍ରଭୁଙ୍କର ଦାସମାନେ ଯଦି ରୁହନ୍ତି ସେଇ ଜାଗାରେ ମହାମାରୀ ଆଘାତ କରେ ନାହିଁ। ଆଘାତ କରେ ନାହିଁ। ସେଇ ଜାଗାରେ ଯଦି ଅଭିଷିକ୍ତ ଲୋକମାନେ ରୁହନ୍ତି, ସେଇ ଜାଗାରେ ମହାମାରୀ ଆଘାତ କରିବ ନାହିଁ, ଅଭାବକୁ ଆଣିବ ନାହିଁ। এই রিফারেন্স
अनुसार मो प्रिय प्रभु को लोक माने आमे आउ गोटे महामारी कथा जदि देखिबा गोटे संतान पाद देला महामारी दूर हो गला अभाव हैला नाही किंतु बाइबल रे आउ गोटे संतान जेते बेले पाद देला सेई जगह रे महामारी आसिला हालेलुया आउ से किए अपवय पुत्र किए अपवय पुत्र लूक पुस्तक काढंतु टिके हालेलुया 15:14 किंतु समस्त अपव्यय कला परी समस्त खर्च कला परे से देश रे महादुर्भिक्ष पड़िबारु हाँ से देश रे महादुर्भिक्ष पड़िबारु ताहार अभाव हेबाकु लागिला ताहार अभाव हेबाकु लागिला हालेलुया केतेबेले महामारी आसिला तार टंका सरिला परे प्रेज द लॉर्ड केतेबेले तार टंका सरिला परे ता पाखरे रहिथिबा सेविंग सबु सरिला परे से कोन हैला ना महामारी आसिला दुर्भिक्ष आसिला खाइबा को मिलिला नाही घुसुरी मानक सहित गला घुसुरी चराइला घुसुरी मानकर खाद्य को से खाइला मो प्रिय प्रभु को लोक माने अपवय पुत्र रो जीवन रे जो महामारी अछि ताहा रो सबुटु बड़ भूल थिला कोन निजर पिता माता को समादर न करिबा अनेक पुओ झियो माने अछंती बापा मते नॉमिनी करिसंती बोली कि शीघ्र मरि जांतु बोली भी चिंता करिबा लोक अछंती कि नाही मोर भाग मते देई दे बोली कहबा लोक अछंती ताकू किणी देलु हेले मते काई कि